ତ ଅନେକ ହେବାକୁ ସୁଯୋଗ ମିଳିଥାଏ। ଆମ ଏଲିନା ଦିଦି ହେଲେ ଜୀବନ୍ତ ଉଦାହରଣ। କେତେ ସଂଘର୍ଷ, କେତେ କଷ୍ଟର ସାମ୍ନା କରି ସେ ଏବେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି। ତ ଯେତେବେଳେ ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଳ ଗ୍ରହ ଚାଲିଥିଲା, ଦ୍ୟାଟ୍ ଇଜ୍ ଆଇ ମିନ୍ ଟୁ ସେ ଓଡ଼ିଆ ଇଣ୍ଡଷ୍ଟ୍ରିର କୌଣସି ଫିଲ୍ମ ଚାଲୁନଥିଲା, ତ ସେତେବେଳେ ପ୍ରଡ୍ୟୁସର ଡିରେକ୍ଟର ମାନେ କ'ଣ କଲେ ନା ରୋମାନ୍ସ ସିନ୍ର ଏଣ୍ଟ୍ରି କଲେ। ଆଉ ଆମେ ପିଲା ତ ନାଳ ଗଡ଼େଇ ନାଳୁଆ ହେଇ ବସଛୁ, ଏଇ ସିନ୍ ଆସିବ କେମିତି ପୁରା ଧଇଁଆ କୁକୁର ହେଇ ଦେଖିବୁ। ତ ସେ ତାର ଫାଇଦା ଉଠେଇଲେ, ରୋମାନ୍ସ ଉପରେ ରୋମାନ୍ସ ଫିଲ୍ମ ବାଡ଼େଇ ଚାଲିଲେ, ଆମେ ଦେଖି ଚାଲିଲୁ। ଆରେ କବାଟ କାଇଁ ବନ୍ଦ କରୁଛ? ଆଉ କଣ ଘର ଲୋକଙ୍କ ସାମ୍ନାରେ ତମକୁ ଶାଢୀ ବ୍ଲାଉଜ ପିନ୍ଧେଇବି? ଯାଅ ଶାଢୀ ବ୍ଲାଉଜ ନେଇ ଆସ, ଯାଅ। ନାଇଁ, ଫାଷ୍ଟ କଥା, ତତେ ଶାଢ଼ୀ ବ୍ଲାଉଜ ପିନ୍ଧିବାକୁ କହିଲା କିଏ? ନାଇଁ, ତତେ କହିଲା କିଏ? ସିଏ ତ ସ୍ତ୍ରୀ ଲୋକ, ସିଏ ତାର ପିନ୍ଧିବ। ତୁ କବାଟ ଫବାଟ ବନ୍ଦ କରି କାଉଳା ବାଉଳା ହେଇ ତାକୁ କହୁଛୁ ଆଣେ ଶାଢ଼ୀ ବ୍ଲାଉଜ ମୁଁ ତତେ ପିନ୍ଧେଇବି। ମାନେ କ'ଣ? ସିଏ ତାର ପିନ୍ଧିବନି ବଳେ, ସିଏ ତାର ସ୍ତ୍ରୀ ଲୋକଟେ, ସିଏ ତାର ଶାଢ଼ୀ ପିନ୍ଧିବ, ବ୍ଲାଉଜ ପିନ୍ଧିବ, ଯାହା ପିନ୍ଧିବା କଥା ପିନ୍ଧିବ। ତୁ ଏଠି ଆସି କବାଟ ଫବାଟ ଦେଇ ଅରିନ୍ଦମ ହିରୋ ବୋଲି ତାକୁ କହିବୁ ମୁଁ ତତେ ଶାଢ଼ୀ ପିନ୍ଧେଇବି, ଶାଢ଼ୀ ଆଣିକି ଆ। ଇଏ ଗୋଟେ କଥା? ମାନେ କ'ଣ ଆଉ ମୁଁ କହିବି? ଲଜ୍ଜା ଲଜ୍ଜା। ରାହୁଲ, ମୁଁ ବ୍ଲାଉଜ ନିଜେ ପିନ୍ଧେଇ ପାରିବି। ତମେ ବ୍ଲାଉଜ ନିଜେ ପିନ୍ଧି ପାରିବ? ଗ୍ରେଟ୍। ହଉ ତାହେଲେ ଯାଅ ଶାଢୀ ନେଇ ଆସ, ଯାଅ। ହେ ତୁମେ ବ୍ଲାଉଜ ନିଜେ ପିନ୍ଧି ଦେଇ ପାରିବ? ନା ନା, ସିଏ କ'ଣ ନିଜେ ବ୍ଲାଉଜ ପିନ୍ଧି ପାରିବ? ତାକୁ ଏବେ ବ୍ଲାଉଜ ପିନ୍ଧିବାକୁ 10-15 ମୂଲିଆ ନିୟୋଜିତ ହେବେ। ତାପରେ ଯାଇକି ସେ ବ୍ଲାଉଜ ପିନ୍ଧିବ ନା। ଆଉ ଏକୁଟିଆ ତାକୁ ବ୍ଲାଉଜ ପିନ୍ଧି ଆସିବନି। 10-15 ମୂଲିଆ ଆସିବେ, ରାଜମିସ୍ତ୍ରୀ ଆସିବ, କରଣୀ ଫରଣୀ ଧରିବ। ଏଠି କରଣୀ କାମ ନାହିଁ, ପୁରା ବ୍ଲାଉଜ ପିନ୍ଧିବ, ବ୍ଲାଉଜକୁ ଚିରି ଦେଇଥିବ ଟୋଟାଲି ପୁରା ଧରିକି। 10-15 ମୂଲିଆ ନିୟୋଜିତ ହେଇକି ତାକୁ ପୁରା ମିଶିକି ବ୍ଲାଉଜ ପିନ୍ଧେଇବେ। ଆଉ ତୁ ସିଏ କ'ଣ ଏକୁଟିଆ ପିନ୍ଧି ପାରିବ? ଠିକ କଥା, ତୁ ଠିକ ବୁଝିଛୁ ନା। ଆଉ कौन है ये लोग? कहां से आते हैं? ହାଏ, ମିହିର ଭାଇନା କ'ଣ କବାଟ ବନ୍ଦ କଲେ ନା କବାଟ ଖୋଲିଲେ? ଆଜକୁ ହେଲେ ମିହିର ଭାଇନା କଲେ କ'ଣ? ବାଇ ଦ ୱେ, ଅନ୍ ଦ ବାଇ, ମୁଁ ବୁଝିପାରିଲିନି। ମିହିର ଭାଇନା ସାଡ଼ୁ ଆସିଲେ, ହଉ ଠିକ ଅଛି, ନିଶଟା କାଟି ଦେଇଛନ୍ତି। ନିଶଟା ପଡ଼ି ପଡ଼ି ହେଇଯାଉନଥିବ, ମୋର ଟିକେ ଟିକେ ଉଠୁଛି। ମିହିର ଭାଇନାଙ୍କର ବଡ଼ ପୁରା ମୋଟା ନିଶ କାଟି ଦେଇଛନ୍ତି। ଆଚ୍ଛା, ମିହିର ଭାଇନା ଆସିଲେ, ସାଡ଼ୁ କବାଟଟା ଖୋଲିଦେଲେ। ପୁଣି ଫିଲ୍ମରେ କ'ଣ ଦେଖିଲେ? କବାଟକୁ ବନ୍ଦ କରିଦେଲେ। ମାନେ ହେଲା କ'ଣ? କବାଟଟା ଯଦି ଖୋଲିବ ତ ଭଲ କି ଖୋଲିବ, ଯଦି ବୁଝିବ ତ ଭଲ। ସେଇଟା ପିଆଶାଳ କାଠରେ ସେ କବାଟଟା ହେଇଛି। ଆଉ ତମେ ତାକୁ ଏମିତି ଖୋଲା ବନ୍ଦ କରିକି ଭାଙ୍ଗିଦେବ ଯଦି? ନାଇଁ, କଥାକୁ ପଡ଼ୁଛି ନା। ତମେ ମିହିର ଦାସ, ଆମେ ଜାଣିଲୁ ଆପଣ ହିରୋ ସୁପରଷ୍ଟାର ମିହିର ଦାସ, ତା ବୋଲି ସେ କବାଟଟାକୁ, ପିଆଶାଳ କାଠର କବାଟଟାକୁ ଏମିତି ଖୋଲା ବନ୍ଦ କରି ଭାଙ୍ଗିଦେବ? ନାଇଁ, କେତେ ପଇସା ଲାଗିଥିବ, ସେ ଯିଏ ତିଆରି କରିଥିବ କେତେ ପଇସା ନଗାଇଥିବ ନା ନାଇଁ? ଆପଣ ମିହିର ଦାସ ବୋଲି ସେ କବାଟଟାକୁ ଭାଙ୍ଗିଦେବେ? ଏ କ'ଣ ଭଲ କଥା? ଆମେ ଜାଣିଲୁ ଆପଣଙ୍କ ପଇସା ଅଛି, ସେ ସୁଝିଦେବେ। ତଥାପି ଯେଉଁ କଷ୍ଟଟା ହେଇଛି, ସେ କଷ୍ଟଟା ଆପଣଙ୍କୁ ସୁଝି ଦେଇ ପାରିବେ କି? ନାଇଁ, କଥାକୁ ପଡ଼ୁଛି। बंद करो, हाथ जोड़ के मैं मोदी साहब से गुजारिश करता हूँ। नहीं संजय, संजय चल जाओ, वो चल जाओ। मोर किसी दोष नथिला, एक्चुअली माँ मते किसी कहि नथिला। କାଇଁ କବାଟଟା କ'ଣ ଆଗ ପଟୁ ଦେଇଥିଲେ ହେଇନଥାନ୍ତା? ହଉ ଛାଡ଼, ଯୋଉ ପଟୁ ଦେଲ ସିଏ ତମ ଉପରେ ନିର୍ଭର, ତମେ ଯାହା ଦେଲ। ମୁଁ କହିବା କଥା, ଆଚ୍ଛା, ସିଏ ତ ତତେ କିଛି ପଚାରିଲାନି? ସିଏ ତତେ ପଚାରିଲାନି? କିଛି ତ ପଚାରିନାହିଁ। ତ ପଚାରିଛି କିଛି ପଚାରିନି? ତୁ ମନ ଉପରେ ପଡ଼ି ମୋର ଦୋଷ ନାହିଁ, କିଛି ନାହିଁ, ଠାକୁରରେ କିଏ ନା, ମୁଁ କଦଳୀ ଖାଇନି, ମାନେ କ'ଣ ଏଇଟା? ଆରେ ଦେଖ, ସିଏ ଯଦି ତତେ ଆସି କବାଟ ଦେଇଛି, କ'ଣ ତାର ଦରକାର ଥିବ? କ'ଣ ସିଏ ଗୋଟେ ପ୍ରାଇଭେଟ ମ୍ୟାଟର, ମିହିର ଭାଇନା ତମ ସାଙ୍ଗରେ କଥା ହେବେ। ମାନେ ଆମକୁ ମିହିର ଦାସଙ୍କ ସାଙ୍ଗରେ ଦେଖା ହେବାକୁ ମିଳୁନି, ଆମେ ଆପଏଣ୍ଟମେଣ୍ଟ ଖୋଜିକି ଆମକୁ ଆପଏଣ୍ଟମେଣ୍ଟ ମିଳୁନି। ଆମେ ମାନେ ସ୍ୱପ୍ନ, ମିହିର ଦାସଙ୍କ ଭଳି ଆକ୍ଟରଙ୍କ ସାଙ୍ଗରେ ଦେଖା କରିବା ଆମର ସ୍ୱପ୍ନ। ଆଉ ତତେ ମିହିର ଦାସ ଆସିକି ଘର ଭିତରେ ଦେଖା କରୁଛନ୍ତି, ତୁ ସେଠି ଗଡ଼ି ତଡ଼ି ହେଇକି ନାଇଁ ମୁଁ କିଛି ଦୋଷ ନାହିଁ, ତମେ ପଳାଅ ଏଠୁ। ମାନେ ଏମିତିଆ ଜିନିଷ ଭାଗ୍ୟରେ ଥିଲେ ମିଳେ? ମାନେ ତୁ ଘୁଷୁରିକୁ ପାଚିଲା କଦଳୀ ଗନ୍ଧାଏ। ଆଉ ମିହିର ଦାସଙ୍କ ଭଳି ଆକ୍ଟରକୁ ତୁ ଏମିତି କହିବୁ? ଛାଡ଼। रुको जरा, सबर करो। ବାସ୍, ଏଇ ସିନ୍ଟା ଆପଣ ମାନେ କୋଉଠି ତ ଦେଖିଥିବେ।
ନିଶ୍ଚିନ୍ତ ଦେଖିଥିବେ, ଆପଣ ମନେ ପଡୁନି ନା? ବ୍ୟସ୍ତ ହବା ଦରକାର ନାହିଁ, ମୁଁ ଅଛି, ମୁଁ ମନେ ପକେଇବି। ପୁରା ପଛକୁ ଚାଲି ଯାଆନ୍ତୁ, ପୁରା ପଛକୁ ନା 2023 ଯାଇ ଯାଆନ୍ତୁ। 23ରେ ଅର୍ଜୁନ ରେଡ୍ଡି ଭାଙ୍ଗା ଗୋଟେ ହିନ୍ଦୀ ଡିରେକ୍ଟର ଫିଲ୍ମ ବନେଇଲା ଆନିମଲ୍ସ। ମନେ ପଡିଲା? ସିନ୍ ସାର୍ କିଛି ରିଲେଟ୍ କରନ୍ତୁ ଆପଣ। ସେଠି ରଣବୀର କପୁର କେମିତି ସେ ତୃପ୍ତିର ଗଡେଇ ପଡେଇକି ସିଗାରେଟ ଟାଣିକି ଉଡଉଥିଲା। ବାସ୍ ସେ ସିନ୍ଟା କୋଉଠି ୟୁଟ୍ୟୁବ ଡାଉଟ୍ କ୍ଲିୟର ହେଲା ତ? ଏବେ ଜାଣିପାରିଲା ତ? ଆଉ କିଛି ଡାଉଟ୍? ମନରେ ସନ୍ଦେହ? କିଛି ସନ୍ଦେହ? କମେଣ୍ଟ ବକ୍ସରେ ଜଣାନ୍ତୁ। ये सब क्या देखना पड़ रहा है? अच्छा है मैं अंधा हूँ। ମୋର ସାଙ୍ଗମାନେ, ମୁଁ ଆଉ କିଛି ଆପଣମାନଙ୍କୁ କହିବି ନା? ଆପଣମାନେ ସବୁ ମନେ ମନେ ବୁଝିକି ନେଉଟେଇ ସାଇଲେଣି। ନେଉଟେଇ ନାହାନ୍ତି? କୁହନ୍ତୁ, ମୁଁ ନେଉଟେଇ ଦେବି। ମୁଁ କାହିଁ ଅଛି? ମୁଁ ଭିଡିଓ ଆଣି ଆଉ ଟିକେ ନେଉଟେଇବା କାହିଁକି? ମିଶିକି ନେଉଟେଇବା ଆଉ। ତ ଆମର ଏତେ ବଡ ଡିରେକ୍ଟର ଅର୍ଜୁନ ରେଡ୍ଡି ଭାଙ୍ଗା, ମାନେ କବି ସିଂ, ଆନିମଲ, କଙ୍କାର ମୁଭି ସବୁ ବନେଇଗଲେ। ତାଙ୍କୁ କଣ ଆସିଥାନ୍ତା? ନା, ତାଙ୍କୁ ଆସିନଥାନ୍ତା। ଯଦି ଯୋଉ ଆମ ଅନେକ ମାସ ମିହିର ଫିଲ୍ମ ହେଇନଥାନ୍ତା, ସେ ଆନିମଲ ମୁଭି କେମିତି ବନି ସାରିଥାନ୍ତା? ଏଟା ଅସମ୍ଭବ ପରା। ଏକ୍ଜାକ୍ଟଲି ଇଟ୍ ଇଜ ଇମ୍ପସିବଲ। ସେ କରିପାରିନଥାନ୍ତେ। ତ ତମେ ତାଙ୍କର ସେତିକି କାପାବିଲିଟି ସେତିକି ନାହିଁ। ଯେହେତୁ ଆମର ଏଠି 19 ମସିହାରେ ଏ ଫିଲ୍ମଟା ହେଇଯାଇଛି ଓଡିଆରେ, ସେଇଆକୁ ପ୍ରତିମାରେ ସତ କଥାରେ କହିଦେଲି ନା। ସତ କଥା ମୁଁ କହିଲି, ଅର୍ଜୁନ ରେଡ୍ଡି କଣ ତାଙ୍କୁ କରିପାରିନଥାନ୍ତେ ନା? ରାଜା ମିଲି ଡାଇରେକ୍ଟର ସିଏ ଆରମ୍ଭ ଦେଖିବା। ଆଜି ଅର୍ଜୁନ ରେଡ୍ଡି ତାଙ୍କର ଯୋଉ ସିକ୍ରେଟ ଟା ଆମେ ଭିଡିଓରେ ପୋଲ ଖୋଲିଦେବୁ ନା। गजब बेइज्जती है। ଭୁଲି ଗଲେ कौन करेंगे? ସାର୍ ସାର୍ ଫୋନ କରୁଛନ୍ତି। ହଁ ସାର୍। बाबू तू कौन करुचु? କାଇଁ ମୁଁ ତ କିଛି କରୁନି। ଟିକେ ତଳକୁ ଆସିଲୁ। ହଁ ଆସୁଛି। ଚଲ ଦିଆ। କଣ କରୁଛ? ଟ୍ରାଉଜର ଟା ଖୋଜୁଛି। ପାଇଲି। ହଁ, ସେଥିରେ ଆଉ ସନ୍ଦେହ ନାହିଁ, ମୁଁ ସେଟା ବୁଝି ସାରିଲି। ଆଚ୍ଛା, ଏବେ ଦେଖୁନ ଶୀତମ ସାର୍ ଆମର କହୁଛନ୍ତି ଯେ ବାବୁ କଣ କରୁଛୁ? ତୁ ଯାହା କରୁଛି, ତୁ ସେଠି ଶୋଉଛୁ, ଆମେ ଦେଖୁ। ଛାଡ, ତମେ ଜାଣିନୁ, ଛାଡ। ତୁ ଯାହା କରୁଛୁ ସେୟା କହିଥାନ୍ତି। ତୁ ସେଠି ମାନେ ଶୋଇଛୁ, ଖାଉଛୁ, ଖାଉଛୁ, ଯାହା ବି କରୁଛୁ, ତୁ ସେଇଟା ତୁ କହିଥାନ୍ତୁ। ମାନେ ସିଏ ଗୋଟେ ସାର୍, ଶୀତମ ସାର୍, ତତେ କଲ୍ କରିକି ତତେ ଚାହୁଁଛନ୍ତି। ତୁ ଗୋଟେ କହୁଛୁ କିଛି କରେନି, ତୁ କିଛି କରିବୁ, ଆମେ ଯୋଉ ସବୁ ଦେଖୁଛୁ ସେଟା କଣ ତାହେଲେ ତୁ କରୁଛୁ ସେଠି? ମାନେ ସେଟା କଣ ମାନେ ଆମେ ତାହେଲେ ଆମେ ବହୁତ ଦେଖା ହାଉଛୁ। ଆମେ ଆଖି ଆଗରେ ଦେଖୁନି, ଆମ ଆଖି ଆଗରେ କାମ କରୁଛୁ। ତାପରେ ସେଠି ସାର୍ ମିଛ କହିବୁ। ସାର୍ ଯେତେବେଳେ ଆସି ଘରକୁ ଦେଖିକି ଟୋକାଟା ମିଛ କହିଲେ କେମିତି ଲାଗେ? ତ ଅରିନ୍ଦମ ଭଳିଆ ହିରୋ ତୁ ମିଛ କହିବୁ, ସିଷ୍ଟମ ଭଳିଆ ହିରୋ ये फंस गया सीएम। ନା ଆକାଶ ସାଙ୍ଗେ ଟକ୍କର ନେଉଠି ସେ ଭଲ କଥା। नहीं। राम राम राम, ये सब कौन चलची? ଏଠିକି ଟିକେ ଆସିବ କି? ଟିକେ ଶୁଣ, ପ୍ଲିଜ ଟିକେ ଶୁଣ ନା। ନା ଇଏ ତମେ ଏମିତି ଏକ୍ସପୋଜ କାଇଁ କରୁଛ ଯେ? ଏଗୁଡା ସବୁ ଦେଖିବା ପାଇଁ ପରା ଲୋକମାନେ ଅନେଇକି ବସିଥାନ୍ତି। ବନ୍ଦ କର ଏଗୁଡା। ଏତେ ଭଲ ପିଲା ହେଇଯାଇଛନ୍ତି, ମୁଁ ସବୁ ଝୁଅଟା ପୁରା ମାନେ ଶାଢୀ ଠିଆ ହେଇଛି। ସବୁ ଶାଢୀ ପୁରା ବ୍ରହ୍ମପତ୍ର ସବା ଲେଖେନି। ତାପରେ ପ୍ରଭୁ କଷ୍ଟ ମିଶିଯିବ କିଛି ନାହିଁ ବାବୁ। ଶୋଇବା ତମ ସାଙ୍ଗେ କାନ୍ଦ ତରକାରୀ ତମେ ଯଦି ବ୍ରହ୍ମଚର୍ଯ୍ୟ ପୂର୍ଣ୍ଣ କରୁଛ ସେଇଟା ତମର ପୁରା ଭଲ ନୁହଁ। ତାଙ୍କ ତଳ ବି ଝିଅଟା ବି ଦେଖୁଛି ପୁଅ ପିଲା ଧରିକି ପାଣି ତଳେ ଦେଖି ପାଖରେ ଖାଉ ଦେଖି ଦିଏ ନାହିଁ ତୁ ଡାକି ଡାକିକି କହୁଥିଲି ଡାକି କୁହ ମୁଁ ଏଠୁ ପୁଅ ପିଲାଙ୍କୁ ମତେ समझ रहे हो आप?
समझ रहे हो? ଦେଖୁନ ସେ ଗୋଟେ ଝିଅଟେ ହେଇଛି ସେ ଟୋକାଟା ସାଙ୍ଗରେ ବସି ସିଗାରେଟ ଟାଣୁଛି ମାନେ ଏ ଆମ ସଂସ୍କାର। ତୁ ଗୋଟେ ଓଡିଆ ଝିଅଟେ ତୁ ବସିକି ଏମିତି ପୁଅ ପିଲାଙ୍କ ସାଙ୍ଗରେ ସିଗାରେଟ ଟାଣିବୁ ମାନେ ତାକୁ ପୁଣି ଗଞ୍ଜେଇ ଟଣା ଶିଖଉଛି ମାନେ मस्त जोक मारा रे या हंस रे हलकट हंस କହୁଛି ଇଟ୍ ଇଜ ବେଟର ଟେଷ୍ଟ ଆଣ୍ଡ ବେଟର ଦ୍ୟାନ୍ ସିଗାରେଟ୍ସ। ଏଇଟା କଣ ଭଲ କଥା? ମାନେ ଆଗାମୀ ପିଢିଙ୍କ ପାଇଁ ତୁ ଗୋଟେ କି ଉଦାହରଣ ସେଟ୍ କରୁଛୁ? ମାନେ ଏଇଟା କି ପ୍ରକାର କଥା? ମାନେ ତୋ ଛୁଆ ପିଲା ହେଲେ ଯଦି ଦେଖିବେ ମାମା ଏମିତି ବସି ସିଗାରେଟ ଟାଣୁଛନ୍ତି ମାନେ ସେ କଣ ଭାବିବେ ମାନେ କଣ? ମାନେ ଏଗୁଡାକ ତ ଜମା ଭଲ କଥା ନୁହଁ। ତୁ ସୁଧୁରି ଯା, ଜମା ଭଲ କାମ କରୁନୁ ତୁ। ବାଡେଇବି। 2000 years later. ତମ ହିରୋଇନ ମାନେ ଭାବିଲେ ମାନେ ଆମର ଫଲୋୟର କେମିତି ବଢିବ ମାନେ ମାନେ କଣ ତ ଗୋଟେ କିଛି କାମ ତ କରିବାକୁ ପଡିବ ଯୋଉଥିରେ ଆମେ ଭାଇରାଲ ହେଇପାରିବା ଓଡିଆ ଇଣ୍ଡଷ୍ଟ୍ରିରେ। ତ ସେ କଲେ କଣ ନା ମାନେ ସବୁ ରୋମାଣ୍ଟିକ ମୁଭି ସବୁ କଲେ ମାନେ ଯୋଉ ମୁଭିକୁ ମାନେ ଆମେ ପିଲା ସବୁ ଦେଖିବାକୁ ଭଲ ପାଉ। ସତ କଥା ପୁରା ଫ୍ରାଙ୍କଲି କହୁଛି ମାନେ ସତ କଥା। ମୁଁ ମିଛ କଣ ପାଇଁ ଆପଣମାନଙ୍କୁ କହିବି କହିଲେ? ତ ସେ ସେଇ ଟ୍ରିକ୍ ଆପ୍ଲାଏ କଲେ ଆଉ ଯାହା ଫଳରେ ଆମକୁ ପୁରା ମାନେ ଇଏ କରିଦେଲେ ଆଉ ମାନେ ତଳିରୁ ତଳାନ୍ତ କରିଦେଲେ ଟୋଟାଲି ଆଉ। ରିପ୍ଲାଏ କରିବି କିଛି ଭିଡ଼ିଓରେ ଭୁଲ ବାହାରୁଛି ଆପଣ ସେତିକି ବି କମେଣ୍ଟରେ ଲେଖନ୍ତୁ, ସବୁ କମେଣ୍ଟରେ ମୁଁ ରିପ୍ଲାଏ କରିବି। ତ ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ, ସେତେବେଳେ ଯାଏ ମୁଁ ରହୁଛି। ଆପଣ ଭଲରେ ଥାନ୍ତୁ, ଆପଣଙ୍କ ଘର ଲୋକ ସମସ୍ତେ ଭଲରେ ଥାନ୍ତୁ। ନୂଆ ଭିଡ଼ିଓରେ ଦେଖା ହେବା, ରହୁଛି। ବାଏ ବାଏ ସାଙ୍ଗମାନେ, ବାଏ ବାଏ। और वो जो लाल वाला बटन है उस पे भूकंप लेके आओ या फिर भूचाल, मुझे नहीं पता, बस क्लिक हो जाना चाहिए।